ମଣିଷ ଭିତରେ ଭଗବାନ ଅଛନ୍ତି କହିଲେ ମଣିଷ ଭିତରେ ଯୋଉ ଚେତନା ଶକ୍ତି ଅଛି ସେ ଭଗବାନ ନା ଟିକେ ନିରବ ରୁହ, ମୁଁ କ୍ଲିୟର କରିଦଉଛି କଥାଟାକୁ, ଶୁଣି ସାର ଲାଷ୍ଟ ପର୍ଯ୍ୟନ୍ତ ସବୁ ଜାଣିପାରିବ। ମୋର କହିବା କଥା ହଉଛି ଯେ ତମେ କହୁଛ ପଥର ଭିତରେ ଭଗବାନ ଅଛନ୍ତି କି ନାହାନ୍ତି, ଏଇ ତ ତମର ପ୍ରଶ୍ନ। ଆଜ୍ଞା ହଁ, ତାର ଉତ୍ତରଟା ମୁଁ ପ୍ରଥମେ ତମକୁ ଆଉ ଗୋଟେ ଓଲଟା ପ୍ରଶ୍ନ ପଚାରିଲି ଯେ ବରଫ ଭିତରେ ଜଳ ଅଛି କି ନାହିଁ, ତମେ କହିଲ ନା ନାହିଁ। କିନ୍ତୁ ଦେଖ ତତ୍ତ୍ୱ ହିସାବରେ ବୁଝିବା ପାଇଁ ଗଲେ ବରଫ ଭିତରେ ଜଳ ଅଛି। କାହିଁକି ନା ଜଳରୁ ବରଫ ତିଆରି। ତେଣୁ ଜଳ କେମିତି ରହିଲାନି, ଜଳ ଅଛି କିନ୍ତୁ ସେଇଟା ଡାଇରେକ୍ଟ ନାହିଁ, ସେଇଟା ଇନଡାଇରେକ୍ଟ ଅଛି। ଜଳଟା ବରଫ ପାଲଟିକି ରହିଛି। ତେଣୁ ବର୍ତ୍ତମାନ ଆମେ ଯେତେବେଳେ ଦେଖିବା ଖାଲି ବରଫଟାକୁ ଦେଖିବା, ବରଫର ଗୁଣ ଜାଣିବା, ଜଳ ଗୁଣଟା ଜାଣିପାରିବାନି, ସେ ପରିବର୍ତ୍ତିତ ହେଇଯାଇଛି ନା। ଠିକ ସେଇଭଳି ପଥର ଭିତରେ ଭଗବାନ ଇନଡାଇରେକ୍ଟ ଅଛନ୍ତି, କିନ୍ତୁ ଆମେ ତାକୁ ପଥରର ଗୁଣଟା ଜାଣିବା, କିନ୍ତୁ ବ୍ରହ୍ମର ଗୁଣଟା ଜାଣିପାରିବୁନି। କିନ୍ତୁ ବ୍ରହ୍ମ ନିଜେ ପଥର ପାଲଟିଛନ୍ତି। ଏବେ ବୁଝିପାରିଲେ ନା। କିନ୍ତୁ ଆମେ ବ୍ରହ୍ମ ସିଧା ପାଇବାନି। ଆଉ ଗୋଟେ କଥା କରିବା, ଗୋଟେ ବରଫ କଣ୍ଢେଇ ପେଟରେ କିଛି ଜଳ ପୁରେଇ ଦେବା ଖାଲ କରି, ଜଳଟା ରହିବ ନା ନାଇଁ? ରହିବ। ମୁଁ କଥା ସେଇଟା କଣ ନା ସେ କଣ୍ଢେଇ ଭିତରେ ତମେ ସିଧା ଜଳଟା ପାଇଲ। ଠିକ ସେଇଭଳି ମଣିଷ ଶରୀରଟା ଯୋଉ ପ୍ରକୃତିରେ ଗଢା ହେଇଛି, ଇଏ ବ୍ରହ୍ମରେ ତିଆରି ହେଇଛି। ହେଲେ ଇଏ ସବୁ ପଦାର୍ଥ ହେଇଯାଇକି ଶରୀରଟା ତିଆରି ହେଇଛି। କିନ୍ତୁ ଶରୀର ଭିତରେ ଯୋଉ ଶୂନ୍ୟ ଅଛି, ସେ ଶୂନ୍ୟରେ ଏ ବ୍ରହ୍ମ ଶକ୍ତି ସିଧାସଳଖ ପ୍ରକାଶ ପାଉଛନ୍ତି। ପ୍ରାଣୀ ଶରୀର ଗୋଟେ ଏଭଳି ପ୍ରକାର ଜିନିଷ ଯେ ତା ଦେହରେ ଯୋଉ ବ୍ରହ୍ମରେ ତା ଶରୀର ତିଆରି, କିନ୍ତୁ ବ୍ରହ୍ମ ସିଧାସଳଖ ତା ଭିତରେ ଶୂନ୍ୟ ଭିତରେ ପ୍ରକାଶ ପାଆନ୍ତି। ଧରିଲେ ନା ମୋ କଥାଟା ବୁଝିପାରିଲେ? ତେଣୁ ଆଉ ଗୋଟେ କଥା ଶୁଣନ୍ତୁ, ଏଇ ଯୋଉ ଭୁଲି ଯାଉ ତ ମନେ ପଡିଥିଲା, ଲେଖି ରଖିଥାନ୍ତେ ସିନା। ହଁ, ସେ ଗଛ ତରୁ ଲତା ସବୁଥିରେ ତ ଅଛନ୍ତି। ହଁ, ଆଉ ଗୋଟେ ଆପଣଙ୍କର ଗୋଟେ ଭିଡିଓ ମାଧ୍ୟମରେ ଶୁଣିଥିଲି, ଆପଣ କହୁଥିଲେ ନିଶ୍ୱାସକୁ କଣ୍ଟ୍ରୋଲ କଲେ ମନ ସ୍ଥିର ରହିବ। ନିଶ୍ୱାସକୁ ଯୋଉ କଣ୍ଟ୍ରୋଲ କରିବା, ଆଉ ଗୋଟେ କଥା କହିଲେ ନା, ନିଶ୍ୱାସକୁ ଆମେ ଦେହର ନିଶ୍ୱାସ ନେଲେ ଜୋର ଟାଣି ଛାଡିବା କଥା ତ କହିଲେ ନା। ନା ଶୁଣ, ତମେ କାହିଁକି ଟାଣିବ? ମୁଁ ନିଶ୍ୱାସକୁ ମୁଁ କହିନି ଯେ ନିଶ୍ୱାସକୁ ନେଲେ ମନ ସ୍ଥିର ହବ। ଟାଣିବା କଥା ଯୋଉ ବୁଝିଲ, ଟିକେ ଉଲ୍ଟା ବୁଝିଲ। ନିଶ୍ୱାସକୁ ମନ ନ କଲେ, ଆଚ୍ଛା, ନିଶ୍ୱାସ କଣ ହୁଏ ନା ଗୋଟେ ବାୟୁ ଭିତରୁ ବାହାରୁ ଭିତରକୁ ଯାଏ, ଗୋଟେ ବାୟୁ ଭିତରୁ ବାହାରକୁ ଆସେ। ଏଇ ଯୋଉ ଯିବା ଆସିବା ଉଭୟ ବାୟୁକୁ ତମେ ଯଦି ମନ ନ କରିବ, କିମ୍ବା ସେ ବାୟୁକୁ ଯଦି ତା ଗତିକି ଧୀର କରିବ, ଆମର ବୁଝ, ତାର ଗୋଟେ ଅର୍ଥ ମୁଁ ବୁଝେଇ ଦଉଛି ଯେ ପ୍ରତ୍ୟେକ ଗୋଟେ ସାଧାରଣ ଲୋକର ନିଶ୍ୱାସଟା ସିଏ ମିନିଟରେ 15 ଥର ବା 4 ସେକେଣ୍ଡରେ ଥରେ ଯିବା ଆସିବା କରେ ନା କରେ। ଏଇ ହିସାବରେ ଯଦି ଆମେ ହିସାବ କରିବା, 24 ଘଣ୍ଟାରେ ସେ ଯାଉଛି 21,600 ଥର ଯିବା ଆସିବା କରୁଛି। ଯଦି ଯିବା, ଏଇଟା ହେଲା ଆମର ମିଡିୟମଟା, ସାଧାରଣ ପବନ ଯିବା ଆସିବା କରେ। କିନ୍ତୁ ଏଇ ପବନରୁ ଆମେ ଅଧିକ ପରିଶ୍ରମ କରିବା, ସ୍ତ୍ରୀ ସଂସର୍ଗ କରିବା, ଅଧିକ ବାକ୍ୟ କହିବା, ମାନେ କି ଅଧିକ କର୍ମ କରିବା, ଯେତିକି କରିବା କଥା ତାଠାରୁ ଅତିରିକ୍ତ ଯେତେବେଳେ କହିବା, ଖାଇବା ପିଇବା ଆହାର ବିହାର ଏଗୁଡା ସବୁ ଆମ ଅତିରିକ୍ତ କରିଦିଅନ୍ତି, ଗୋଳମାଳିଆ କରିଦିଅନ୍ତି। କରିଦେଲେ କଣ ହବ? ପବନ ଗୋଳମାଳିଆ ଚାଲିବ। ଯେତେବେଳେ ପବନ ଗୋଳମାଳିଆ ଚାଲେ, କେତେବେଳେ 21,600 ଥରରୁ କାହିଁକି ମାନେ 42,000 ନ ହେଇଯିବ, ଲକ୍ଷେ କାହିଁକି ନ ହେଇଯିବ? କଣ ଏଗୁଡା ସବୁ ଆମର ଅଧିକ ହେଇଯାଉଛି। ପବନ ଯେତେବେଳେ ଅଧିକ ହେଇଯାଉଛି, ମନ ସେଇ ହିସାବରେ ଚଞ୍ଚଳ ହଉଛି। ବୁଝିଲେ? ତେଣୁ ନିଶ୍ୱାସ ଯଦି ଆମେ କମେଇବା, ମନ ସ୍ଥିର ଅବସ୍ଥାକୁ ଆସିବ। ନିଶ୍ୱାସ ଟୋଟାଲ କମିଗଲେ ମନ ପୁରା ସ୍ଥିର ହେଇଯିବ। ବୁଝିପାରିଲେ କି? ସେଇ ଯୋଉ କମେଇବା, ଟାଣିବାର କମ କରିବା, ଛାଡିବାରେ ବି କମ କରିବା। ଆଚ୍ଛା, ତାହେଲେ ଅଳ୍ପ ଅଳ୍ପ ଟାଣିବା, ଅଳ୍ପ ଅଳ୍ପ ଛାଡିବା, କଣ ହବ ନା? ନା, ଆମେ ଟାଣିଲେ ହବନି, ଆମେ ଛାଡିଲେ ହବନି। ଆମେ ଯଦି ସ୍ଥିର ହିସାବରେ ବସିଯିବା ପୁରା ଥକା ମାରିକି, ସେ ଧୀରେ 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 କମିଯିବ। କାହିଁକି ନା ପବନର ଧର୍ମ ହେଲା ସେ ଶରୀର ଭିତରେ ଧୀରେ ଧୀରେ କମିଯିବ। ତା ଧର୍ମ ହେଲା ସେ କମ ଆଡକୁ ଆସିବ। ବୁଝିପାରିଲେ? ମୁଁ ଗୋଟେ ଆଉ ଗୋଟେ ଉଦାହରଣ ଦଉଛି, ଯେ ଗୋଟେ ଲୁହାଟାକୁ ତତେଇକି ରଖିଦିଅ, ରଖିଦେଲେ ତମେ ତାକୁ ଶୀତଳ କର ନା, ଧର୍ମ ହେଲା ସେ ବଳେ ବଳେ ଶୀତଳ ହେଇଯିବ। ଏବେ ବୁଝିପାରିଲେ ନା? ତେଣୁ ପବନର ଧର୍ମ ହେଲା ସେ ବଳେ ବଳେ ସ୍ଥିର ହେଇଯିବ। ପୁରା ଜିରୋ ବାବା, ପୁରା ଯଦି ବନ୍ଦ ହେଇଗଲା, ହେଲେ କୁମ୍ଭକ ହେଇଯିବ, ଭଲ ହବ।
ଭଲ ମୃତ୍ୟୁ ହେଇଯିବ ନା ତ? ନା ପବନ ସେ ପବନ ସ୍ଥିର ହେଲେ ମଣିଷର ମୃତ୍ୟୁ ହୁଏ ନା। ହଁ ବୁଝିଲ, ସେ ପବନ କେବେ ସ୍ଥିର ହେଲେ ମୃତ୍ୟୁ ହୁଏ ନା, କୁମ୍ଭକ ହେଇଯାଏ। ଆଜ୍ଞା ବୁଝିଲ କି? ଆପଣ ଛାଡ଼ିବ କେମିତି? ଆଁ ପୁଣି ଯଦି ସ୍ଥିର ହେଇଗଲା ପବନ ହଁ ଛାଡ଼ିବ ପୁଣି କେମିତି? ବଳେ ସିଏ ଫେରିବ, ପୁଣି ଯେତେବେଳେ ସେ କ୍ରିୟାରୁ ନିବୃତ୍ତି ହେଇଯିବ ବେଳେ ବେଳେ ସ୍ୱାଭାବିକ ଚାଲିବ। ଆଜ୍ଞା କଣ ବୁଝିଲା ନା, ତମେ ଯେତେବେଳେ ସ୍ଥିର ହେଇଯାଏ ସେଇ ଯୋଉ ସ୍ଥିରତାରେ ବସିବ ପ୍ୟାସିଭନେସ୍, ସେଇଟା କେବଳ ଗୁରୁ ବତେଇ ଦେବେ। ଆଜ୍ଞା ସେ ବତେଇ ଦେଇକି ସେ କ୍ରିୟାରେ ଯଦି ତମେ ପବନକୁ ଧୀରେ ଧୀରେ ତମେ ବସିଲ ସେ ତାର ସ୍ଥିର ହେଇଗଲା। ହଉ ଆଚ୍ଛା, ମୁଁ ଆଜ୍ଞା ତୁମକୁ ଗୋଟେ ଛୋଟିଆ ଉଦାହରଣ ଦେବି, ତମେ ଜାଣିପାରିବ। ବୁଝିପାରିଲ ନା? ସେ ଉଦାହରଣଟା କଣ କହୁଛି ଶୁଣ। ମୁଁ ସେ ଗୋଟେ ଛୋଟ ଉଦାହରଣ ଦଉଛି, ତମେ ସେ ଉଦାହରଣଟା ଜାଣିପାରିବ। କଣ ଯେ ତମର ଗୋଟେ ପୁଅ ଅଛି, ଆଜ୍ଞା ସିଏ ହଉଛି ଭାରି ଜିଦିଆ। ଆଜ୍ଞା ଯଦି ଭାରି ଜିଦିଆ, ସିଏ କହୁଛି ମତେ ଦା ଖଣ୍ଡାଟାକୁ ଦିଅ ମୁଁ ନେଇକି କାଟିବି। ତମେ ଆଜ୍ଞା ଭାବୁଛ, ତମେ କହୁଛ ଆରେ ବାବୁ ଏ ଦାଟା ହଉଛି ବିପଦ ଜିନିଷ, ତୁ କାଳେ କେତେବେଳେ ନେଲେ କୋଉଠି ହାତ ଗୋଡ କାଟିଯିବ, ମୁଁ ତତେ ଦାଟା ଦେବି ନାହିଁ। କିନ୍ତୁ ସିଏ ଜିଦି କରୁଛି ମତେ ଦାଟାକୁ ଦିଅ, ତମେ ଆଜ୍ଞା ଦଉନା। କାହିଁକି ନା ଆଜ୍ଞା ତମେ ତାର ମଙ୍ଗଳ ଚାହୁଁଛ ନା, ତେଣୁ ଆଜ୍ଞା ତମେ କଣ କଲ ନା ଦାଟାକୁ ଛଡେଇକି ତାଠୁ ନେଇ ଘରେ ରଖିଦେଲ। କଣ କରିବ ଆଜ୍ଞା ସିଏ? କାନ୍ଦିବ। କାନ୍ଦିବ ହଁ କାନ୍ଦି କାନ୍ଦି ତମେ ତାକୁ ଶୁଣୁନା, ଘଣ୍ଟେ 2 ଘଣ୍ଟା 3 ଘଣ୍ଟା 4 ଘଣ୍ଟା ତାର ବସି କାନ୍ଦୁଥିବ ସକାଳୁ ଗାଧୁଆଳ ପର୍ଯ୍ୟନ୍ତ। ତମେ କିନ୍ତୁ ଆଜ୍ଞା ଦଉନା, ତମ ଜିଦିରେ ତମେ ଅଟଳ। କଣ ହବ? କାନ୍ଦି 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 ଲାଷ୍ଟ ବେଳକୁ ସିଏ ଶୋଇପଡିବ। ଆଜ୍ଞା ଯେତେବେଳେ ଶୋଇପଡିବ ସେତେବେଳେ କଣ ହୁଏ ନା, ତା ନିଶ୍ୱାସଟା ତାର ଅଟୋମେଟିକ ବନ୍ଦ ହେଇଯାଏ। ଆଜ୍ଞା ଯେତେବେଳେ ତାକୁ ପୁଣି ଡାକିଦବ, ସେ ସେଠୁ କହିବ ସଁ କିଣି ହଁ ହେଇକି ଉଠିବ, ତା ନିଶ୍ୱାସଟା ହଁ ଜୋର ଚାଲିବ। ଚାଲିବ ନା ନାଇଁ? ହଁ ଇଏ ହଁ ହଁ ସାଧନାଟା ହଉଛି ସେଇଆ। ତମେ ପରମାତ୍ମାକୁ ଧ୍ୟାନ କରି 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 ଯେତେବେଳେ ଶୋଇପଡିବ, ତା ନାଁ ହଉଛି ଯୋଗ ନିଦ୍ରା। ଆଜ୍ଞା ବୁଝିଲ? ଯେତେବେଳେ ତମେ ଯୋଗ ନିଦ୍ରାରେ ଶୋଇପଡିବ, ସେତେବେଳେ ତମର କେତେବେଳେ କୁମ୍ଭକ ହେଇସାରିବନି ତମେ ଜାଣିପାରିବନି। ତମର ଆଜ୍ଞା କୁମ୍ଭକ ହେଇଯିବ, ଶରୀର ସ୍ଥିର, ପବନ ସ୍ଥିର, ମନ ସ୍ଥିର। ଏଇ ତିନିଟା ଯେତେବେଳେ ସ୍ଥିର ହେଇଯିବ, ଅଟୋମେଟିକ ଆତ୍ମଜ୍ୟୋତି ତମର ଦର୍ଶନ ହବ। ଯେତେବେଳେ ଦର୍ଶନ ହବ, ପୁଣି ଯେତେବେଳେ ତମେ ସ୍ଥୂଳ ମାର୍ଗକୁ କାମନା ବାସନା ଅଛି ତ, ପୁଣି ଯେତେବେଳେ ଧ୍ୟାନ ଛାଡିକି ଆସିବ, ଅଟୋମେଟିକ ପବନ ଯେମିତି ଚାଲିଥିଲା ସେମିତି ଚାଲିବ। ବୁଝିଲ ନା ମୋ ଜଣେ କଥାଟା? ଜଣେ 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 ଧ୍ୟାନ କରୁ କରୁ ଏକରି ହେଟ ମୁଣ୍ଡିଆ ହେଇକି ତଳେ ଶୋଇ ପଡିବେ ନିଦର। ନା ସେଟା ଭୁଲ, ଭୁଲ ସେଟା ଠିକ ନୁହେଁ। ସେଟା ଆଜ୍ଞା ନିଦ ହେଲେ ଏଇଟା ହେଲା ଇଏ ନିଦ୍ରା, ଆମର ସଂସାରରେ ନିଦ୍ରା, ମାୟା ନିଦ୍ରା। ହଁ ହଁ ଏଟାକୁ ହଁ ତାକୁ ଯୋଗ ନିଦ୍ରା କୁହାଯାଏ ନା। ଆଜ୍ଞା ଏଟା ଯୋଗ ନିଦ୍ରା ଶରୀରର ବସିବା ଅବସ୍ଥାରେ ହବ। ଥିଲା। ଯୋଗ ନିଦ୍ରା ହଉଛି ସେଇ ନିଦ୍ରା, ଶୁଣ ମୋର ଅନୁଭୂତି ମୁଁ କହୁଛି। ଯୋଗ ଆଜ୍ଞା ନିଦ୍ରା ହଉଛି ତମେ ଧ୍ୟାନରେ ବସିଛ, ତମେ ଆଜ୍ଞା ତମେ ନିଦ ଗଲା ଭଳିଆ ବସିଛ, କିନ୍ତୁ ତମର ବାହ୍ୟ ଜ୍ଞାନ ଥିବ। ଆଜ୍ଞା କୋଉଠି କିଏ କଣ ପାଟି କରୁଥିବ ଶୁଭୁଥିବ, କିନ୍ତୁ ତମ ହଁ ଶରୀର ଭିତରେ ରିଆକ୍ସନ ହଉନଥିବ। ଏଇଟା ହଉଛି ହଁ ଯୋଗର ପ୍ରଥମ ଷ୍ଟେଜରେ। ବାହାର ହଁ ଜ୍ଞାନ ସବୁ ଥିବ, କିନ୍ତୁ ତମକୁ ଜଣା ପଡୁନଥିବ। ସେଇ ନିଦ ଯେତେବେଳେ ଗାଢ ହେଇଯିବ, ଜାଗ୍ରତ, ସ୍ୱପ୍ନ, ସୁଷୁପ୍ତି, ତୁରୀୟ, ଅତି ତୁରୀୟ ଅବସ୍ଥା ସବୁ ରହିଛି। ଗୋଟେ ଗୋଟେ ହଁ ଷ୍ଟେଜ ଅଛି। ତେଣୁ ଯେତେବେଳେ ହଁ ତମେ ପ୍ରଥମେ ଜାଗ୍ରତରେ ଧ୍ୟାନ କରିବ, ଜାଗ୍ରତରୁ ଧୀରେ ଧୀରେ ତମେ ଯିବ କଣ ସ୍ୱପ୍ନକୁ, ସ୍ୱପ୍ନରୁ ହଁ ଯିବ ତମେ ସୁଷୁପ୍ତି କି, ସୁଷୁପ୍ତି ହଁ ଯିବ ତୁରୀୟ, ତୁରୀୟ ପରେ ଯିବ ଅତି ତୁରୀୟ, ତୁରୀୟ ଅବସ୍ଥାରେ ତମର ହେଇଯିବ ସମାଧି। ଏଇଟା ହଉଛି ସରଳ ସାଧନା ବି, ତମେ ଯୋଉଟା କହୁଛ ହଁ ଏଟା ସରଳ କଥା। କିନ୍ତୁ ହଁ ଆମ ମୁନି ଋଷି ମାନଙ୍କର ବିଭିନ୍ନ ପ୍ରକାର କ୍ରିୟା ରହିଛି, ହେଲା କି? ଏଇ ଆସନ କରିବି, ପ୍ରାଣାୟାମ କରିବି, ନାକକୁ ଚିପିମି, କାନକୁ ଚିପିମି, ଏତେ କଥା କଣ ଦରକାର? ହଁ 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 ବୁଝିପାରିଲେ ନା? ତମେ ହଁ ଦେହ ଜ୍ଞାନକୁ ଶୂନ୍ୟ କରିକି ତମେ ଯଦି ଉପରକୁ ଯିବ, ଏଇ ହଉଛି ତାର ବାଟ। ବାବା ବୁଝିପାରିଲେ? ଆପଣ କହନ୍ତି ମାନେ ଚାଲିଲା ବେଳେ ବୁଲିଲା ବେଳେ ଯଦି ଭଜନ କରିବ ଗୁରୁଙ୍କ ନାମ, ହୁଁ ଯେତେ ଗୁରୁଙ୍କ ନାମ ଭଜନ କରିବ ସେତେ ମାନେ ଇଏ ଶକ୍ତି ହାରିବ। ହୁଁ ତାର କାରଣ ହଉଛି ଶୁଣ, ଚାଲିଲା ବସିଲା ବେଳେ ସେଇ ନିଶ୍ୱାସକୁ ତମେ ମନନ କରିବ। ନିଶ୍ୱାସକୁ ମନନ କରିବ ନା ଗୁରୁଙ୍କ ନାମକୁ ମନନ କରିବ? ନାଇଁ, ସେ ଗୁରୁଙ୍କ ନାମକୁ ନିଶ୍ୱାସରେ ମନନ କରିବ। ହଁ ହଁ ବୁଝିପାରିଲ? ସେ ସବୁ ତମେ ନାମ ଆଖିରେ ସିନା ଚାଲିଥିବ କୁହାଯିବ, ନିଶ୍ୱାସ ରହିବ। ହଁ ନହେଲେ ଯଦି ଗୁରୁ କରିଛ ନା, ଆଜ୍ଞା କାହାକୁ କରୁଛ? ଠାକୁର ଅନୁକୂଳ ଚନ୍ଦ୍ର। ଅନୁକୂଳ ଚନ୍ଦ୍ରଙ୍କର ଏଇ ଜିନିଷ ନାହିଁ, କାହିଁ ପଚାରୁଛ? ତାଙ୍କର ନାହିଁ ଯେ ଅଛି। ତାଙ୍କର ବାବା ଇଏ ଜିନିଷ ନାହିଁ ନା, ଇଏ ଜିନିଷ ଅଛି ନା,
ମୁଁ ତାଙ୍କ ଯାଜନ କରୁଥିଲେ, ଶୁଣନ୍ତୁ ବାବା, ଯାଜନ କରୁଥିଲେ ଜଣେ, ସେ କହୁଥିଲେ ଗୁରୁଙ୍କ ନାମ ତମେ ଯେତେ ମାନେ ମନନ କରିବ ଗୁରୁଙ୍କ ନାମ ତମ ଭିତରେ ସେ ଅଟୋମେଟିକ ହବ। ସେଟା ସତ କଥା ଯେ, କିନ୍ତୁ ସେ ମନନ ବହୁତ କଷ୍ଟ, ଡିଫିକଲ୍ଟ ପାଠ ସିଏ। ଗୋଟେ କଥା ହଉଛି ତମେ ଗୁରୁ ନାମକୁ ମନନ କରିବ, ନିଶ୍ୱାସକୁ ମନନ କରିବ କେତେବେଳେ? କଣ ବୁଝିପାରିଲ ନା? ନିଶ୍ୱାସ ପଶିଛି ତମେ ଜନ୍ମ ହେଲ, ନିଶ୍ୱାସ ବାହାରିଗଲେ ତମେ ମରିଯିବ। ନିଶ୍ୱାସ ତମର ଜନ୍ମ ମୃତ୍ୟୁ ଖବର ଦବ। ନାମକୁ ମନନ କରୁଥା, ସେ ନାମ ଯଦି ଶୁଣ, ନାମଟା ଯଦି ପ୍ରବୃତ୍ତି ମାର୍ଗରେ ହେଇଥିବ ଅସୀମିତି କାଳେ ତମ ମନ ସ୍ଥିର ହବନି, ଅସୀମିତି କାଳେ ହେଲା। ତମେ ନିଜେ ବୁଝ, ମୁଁ ଯୋଉ କଥା କହିଲି ତମେ ଗୁରୁ ନାମକୁ ସ୍ମରଣ କରିକିରି ଅଧଘଣ୍ଟେ ସ୍ମରଣା କରିବ ତାଙ୍କ କଥା ଅନୁସାରେ ହେଲା। ଭୋରୁ ସ୍ମରଣା କରିକି ଆସନ ଛାଡ଼ି ଦେଇ ବସନି, ଦେଖ ମନ କୁଆଡକୁ ଯାଉଛି, ଦେଖନି ମନକୁ ଜଗନି। ମନ ଦେଖିବ ପ୍ରବୃତ୍ତି ମାର୍ଗକୁ ଯାଉଛି, ମନ ନିବୃତ୍ତି ମାର୍ଗକୁ ଆସୁନି। ଯେତେବେଳେ ତମେ ନାମକୁ ସ୍ମରଣ କରିସାରିଲା ପରେ ବସିଲା ପରେ ଯଦି ତମକୁ ତତ୍ତ୍ୱ କଥା ଜ୍ଞାନ କଥା ଯେତେବେଳେ ଦୃଶ୍ୟ ଯଦି ହବ, ଜାଣିବ ସେ ଗୁରୁ ନାମ ଠିକ। ନାମକୁ ମନନ କରିସାରିଲା ପରେ ଯଦି ତମେ ତମ ପାଖକୁ ଯଦି ଘନ 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 କଣ ଆସିବ, ତମକୁ ଯଦି ଜ୍ଞାନ ଦୃଶ୍ୟ ଦେଖାଯିବ ହେଲା, ତମେ ଜାଣିବ ନାମ କଥାଟା ଠିକ। ବୁଝିଲ? ମୁଁ ତମକୁ ଗୋଟେ ଉଦାହରଣ ଦଉଛି ଶୁଣ। ତମେ ସେ ନାମକୁ ଯାହା ପଚାରିବ ସେ ତମକୁ ସବୁ ଉତ୍ତର ଦେଇଦବ। ମୁଁ ତାର ଗୋଟେ ଉଦାହରଣ ତମକୁ ବର୍ତ୍ତମାନ ଦଉଛି। ଆମର ଏଇ 2 ଦିନ ତଳେ ଗୋଟେ ଗୁରୁମେଳା ହେଲା। ଗୁରୁମେଳା ହେଲା ପରେ ସେମାନେ ଗୋଟେ ଭଜନ ବୋଲିଲେ, ଓଲଟ ବୃକ୍ଷ ଗୋଟିଏ ଓଇଲି ଦେଖି ଜଣେ ହସେ ଜଣେ କାঁଦେ ହୋଇ ନିର୍ବାଖୀ। ବୁଝିଲ? ସେ ଭଜନଟି ବୋଲିଲା ପରେ ଜଣେ ଚଟକିଣି ପ୍ରଶ୍ନ ପଚାରିଦେଲା ଯେ ବିଶ୍ୱର ବାବା ୟାର ଉତ୍ତରଟା କଣ କୁହ ଏ ଭଜନର। ମୁଁ କହିଲି ସେ ଭଜନରେ ସବୁ ଉତ୍ତର ତ ମୁଁ ଜାଣିନି, ଗୋଟେ ଦିଟା ଜାଣିନି, ସବୁ ଜାଣିନି। ସାଙ୍ଗେ ସାଙ୍ଗେ ଯୁଆଟେ ହେଇକି ଗୁରୁଙ୍କୁ ପଚାରିଲି, ମୁଁ ପ୍ରଭୁ ଉତ୍ତର କହିଦେ। ବୁଝିଲ? ମୁଁ କହିଲି ପ୍ରଭୁ ତୁ ଏଠି ଉତ୍ତର କହିଦେ। ବିଶ୍ୱାସ କରିବନି, ସବୁ ପୁରା ଟୋଟାଲ ଭଜନଟାର ଉତ୍ତର ଟୋଟାଲ ଖୋଲିଗଲା। କରିଛି 2 ଦିନ 3 ଦିନ ତଳେ, ଛାଡ଼ିମି 2 ଦିନ 3 ଦିନ ପରେ 23, 24, 25 ଛାଡ଼ିମି, ତାକୁ ଦେଖିବ। ମୋ କଥା ଶୁଣ, ମୁଁ ଯୋଉ ତତ୍ତ୍ୱ କହିଛି ତମେ ସେଇଟାକୁ ଶୁଣ ହେଲା କି। କିନ୍ତୁ ଆମର ଯୋଉ ଗୁରୁ ନାମ ମୁଁ ଜାଣେ, ବୁଝିପାରୁଛ, କିନ୍ତୁ ସେ ନାମଟା ହଉଛି ପ୍ରବୃତ୍ତି ମାର୍ଗର ନାମ। ମୁଁ ସେ ବିଷୟରେ ବହୁତ ରିସର୍ଚ୍ଚ କରିଛି। ସବୁ ପ୍ରଜାପିତା ବ୍ରହ୍ମା କୁମାରୀ କତିରେ ଆରମ୍ଭ କରି ସବୁଆଡକୁ ସମସ୍ତଙ୍କ କଥା ମୁଁ ରିସର୍ଚ୍ଚ କରିକି ଜାଣି ସାରିଛି। ବୁଝିପାରିଲ? ତେଣୁ ତମେ ଯଦି ନିବୃତ୍ତି ମାର୍ଗ ଚାହିଁବ ତାହେଲେ ତମକୁ ଗୁରୁ ବଦଳେଇବାକୁ ପଡିବ। ଯଦି ସେଇ ଗୁରୁରେ ରହିବ, ବାବାଜୀ ଶୁଣ, ବଡ ସିଏ ଧନାଢ୍ୟ ବୋଲି ଶୟଳେ ଯେ ନିତ୍ୟ ଇଷ୍ଟ ନାମ ସ୍ମରେ। ସେ ଇଷ୍ଟ ନାମଟା ବା ବ୍ୟତିକ୍ରମ। ମୁଁ କହିନି, ମୁଁ କାହାକୁ ନିନ୍ଦା କରୁନାହିଁ। ମୁଁ ଯୋଉଟା ଠିକ କଥା ସମିତିକି ଠିକ ବାଟଟା ମୁଁ କହୁଛି, ଭୁଲ ବାଟ କେବେ ହେଲେ ମୁଁ କହିବିନି କାହାକୁ। ଆପଣଙ୍କ କଥା ମତେ ବହୁତ ଭଲ ଲାଗେ। ଆଉ ଗୋଟେ କଥା ଶୁଣ, ମୋର ବି ଉଦ୍ଦେଶ୍ୟ ନାହିଁ ପୁଳେ ମୁଁ ଇଆଡୁ ସିଆଡୁ କହିକି ଶିଷ୍ୟମାନଙ୍କୁ ଆଣି ଏଠି ଶିଷ୍ୟ ମେଚ କରି ପକେଇବି, ଏ ଉଦ୍ଦେଶ୍ୟ ମୋର ନାହିଁ। ମୋର କେବଳ ଗୋଟିଏ ଉଦ୍ଦେଶ୍ୟ, ତମେ ଯୋଉ ଗୁରୁର ନିଅ, ଯୋଉ ଶିକ୍ଷା ନିଅ, ଯୋଉଠିକି ଯାହା କର, ତମର ବ୍ୟତିକ୍ରମ କଥାଟାକୁ ମୁଁ କହିଦେବି। ମାନିଲେ ଖୁସି, ନ ମାନିଲେ ଖୁସି, ମୋର ସେଥିରେ କିଛି ନାହିଁ। କାହିଁକିନା ମୋର କିଛି ତ କାମନା ନାହିଁ ନା। ମୁଁ ବାଣ୍ଟୁଛି, ମୁଁ ମଲା ପରେ ଏଗୁଡାକ ଯୋଉ ଜିନିଷ ସବୁ ମୁଁ ଦେଇଛି ସେଗୁଡା ସବୁ ନଷ୍ଟ ହେଇଯିବ, ପଚିଯିବ। ସାଧୁ ମାନଙ୍କର ବି ପଚି ଯାଇଛି ବହୁତ। ତେଣୁ ମୋର ସ୍ୱ ଅନୁଭୂତି ଗବେଷଣା ମୁଁ ସେଗୁଡା ସବୁ ୟୁଟ୍ୟୁବ ମାଧ୍ୟମରେ ବାଣ୍ଟି ଦଉଛି ହେଲା। ତମେ ଯାହା ପଚାରିଲ ମୁଁ ସେ ଉତ୍ତର କଲି, ତମେ ସେଗୁଡା ନିଜେ ଚିନ୍ତା କର ହେଲା। ହଉ, ଆଉ କିଛି ତତ୍ତ୍ୱ ରଖୁଛନ୍ତି ବୋଧେ କହିଲିନି ନା? ମୁଁ ତତ୍ତ୍ୱ କଥା ୟୁଟ୍ୟୁବରେ କହିପାରିବି ନା? ନା କହିଲିଣି? କହିଲା ନା? ଯୋଉ ଗୁଡାକ ଲୋକ ଭାବୁଛନ୍ତି ଅସୀମ ତତ୍ତ୍ୱ ବୋଲିକି, ସିଏ ତାଠାରୁ ଜ୍ଞାନ ଅଲଗା ଜିନିଷ ଅଛି, ଅନୁଭବ ଅଲଗା ଜିନିଷ ଅଛି। ସେଗୁଡାକ ସବୁ ଥିଓରି। ବୁଝିପାରିଲେ ନା? ଥିଓରି ଆଉ ପ୍ରାକ୍ଟିକାଲ ଭିତରେ ପାର୍ଥକ୍ୟ ନାହିଁ। ବାସ ତମେ ଅନୁଭବ ଜିନିଷଟା ମୁଁ ସେଠି କେମିତି କେମିତି, ଯିଏ ଅନୁଭବ କଥା କହୁଛି ମୁଁ କହିଲି ନା, ମୋ ପାଖକୁ ଆସିଲେ ମୁଁ କହିଦେବି। ମୁଁ କାହାଠୁ ଟଙ୍କାଟେ ବି ଚାହୁଁନି, ମୋର ପଇସାଟେ ଦରକାର ନାହିଁ। ଜଣେ ଜଣେ କହୁଛନ୍ତି ବାବା ମୁଁ ଗୁରୁ ଦୀକ୍ଷା ନେମି, କେତେ ଟଙ୍କା ନବ କହ। ମୁଁ କହିଲି ଆରେ ଟଙ୍କା କଣ, ଟଙ୍କା ଯଦି କହୁଛୁ ତାହେଲେ ଅନ୍ୟ ଗୁରୁ କର। ନାଇଁ, ମୋର ପଇସା ପତ୍ର ଦରକାର। 5ଟା ଧଳା ଫୁଲ ଆଣେ, ମୁଁ ଅଚିରରେ ତ ଦେବି, କିନ୍ତୁ ଗୋଟିଏ ଜିନିଷ, ସଚ କହ ଗୁରୁ ନାମ ସ୍ମାର ଉଦ୍ୟମ କର ଖାଅ। ଯଦି କେହି କେବେ ବାଟ ନ ଛାଡେ ଦୟାନିଧି ହାତ କାଟି ଲେଖି ଦଉଛି, ଦକ୍ଷିଣପୁରକୁ ଗୋଚରେ ନବ ନିଶ୍ଚୟ। ହଁ, ବୁଝିପାରୁଛନ୍ତି? ତେଣୁ ଆମେ କେମିତି ଶୂନ୍ୟପୁରକୁ ଯିବା, ବ୍ରହ୍ମକୁ ଦର୍ଶନ କରିବା, ସେଇ ହଉଛି କଥା। ଇନ୍ଦ୍ରିୟକୁ କେମିତି ଛାଡିବା, କିନ୍ତୁ ଇନ୍ଦ୍ରିୟକୁ ଧରିବା ନାହିଁ। ସେ ଯୋଉ ମନନ କୁହାହଉଛି, ମନନ କରୁଛନ୍ତି, ସେ ହଉଛି ମାନସ ଜପ। ବୁଝିପାରିଲେ? ତମର ଯୋଉ ଜପ କୁହାଉଛି ସେଟା ହଉଛି ମାନସ ଜପ।
ହେଲା। ଆଜ୍ଞା ଆଜ୍ଞା ପରାପତି ମଧ୍ୟମା ବୈଖରୀ 4 ପ୍ରକାର ଜପ ଅଛି ବୁଝିଲେ କି। ସେଟା ମାନସ ଜପ କରୁଛନ୍ତି କରନ୍ତୁ ଭଲ ମାନସ, କିନ୍ତୁ ମାନସ ଜପ କରିବେ ଯେ ଠିକ, ଆଜ୍ଞା କିନ୍ତୁ ମାନସ ଜପ ଯଦି ପ୍ରକୃତ ନାମ ନା, ଆଉ ଯୋଉ ନାମ ଦେଇଛନ୍ତି ସେ ନାମଟା ବେଦରେ ଅଛି ନା, ଯୋଉ ନାମ ଦେଇଛନ୍ତି ସେଟା ବେଦର ତତ୍ତ୍ୱ ନା, ଯୋଉ ନାମ ଦିଆଯାଇଛି ସେଟା ଗାୟତ୍ରୀର ତତ୍ତ୍ୱ ନା। ଏ ତତ୍ତ୍ୱ ଯଦି ନ ହେଇଥିବ ସେ ନାମ ଠିକ ନୁହେଁ। କାରଣ ଯେ ଆମର ହଉଛି ଯେ ଯୋଉ ନାମକୁ ବ୍ରହ୍ମା ବଶିଷ୍ଠ ଧରିକିରି ବ୍ରହ୍ମର୍ଷି ହେଇଛନ୍ତି ସେଇ ନାମ ଆଜ୍ଞା ସିନା ଗଲେ ଆମେ ବ୍ରହ୍ମକୁ ପାଇବା। ତମେ ଗୋଟେ ବାଟ ଦେଖିକି ତମେ ଯାଇକି ଗୋଟେ ମାର୍ଗରେ ଗୋଟେ ବଜାରରେ ପହଞ୍ଚିଛ, ଆଉ ତମେ ଯୋଉ ବାଟରେ ପହଞ୍ଚିଛ ତମ ନାଙ୍ଗୁଡ଼ ଧରିଲେ ତମେ ମତେ ନେଇଯିବ। ଆଉ ମୁଁ ଆଜ୍ଞା ଯଦି ନ ପହଞ୍ଚିଛି ତମେ ମୋ ନାଙ୍ଗୁଡ଼ ଧରିଲେ ପାରିବ ନା? ନା ପାରିବିନି। ଆଉ ବାସ୍, ତେଣୁ ଯୋଉ ନାମଟା ଯାଇକି ସବୁ ବ୍ରହ୍ମା ବଶିଷ୍ଠ ବ୍ରହ୍ମର୍ଷି ହେଇସାରିଛନ୍ତି, ବ୍ରହ୍ମ ଦର୍ଶନ କରିସାରିଛନ୍ତି ଆଜ୍ଞା ଶଙ୍କରାଚାର୍ଯ୍ୟ ଆଦି, ଆଉ ସେଇଟାକୁ ଆଜ୍ଞା ସେଇମାନଙ୍କ ଜିନିଷ ଅନୁସରଣ କଲେ ଆମେ ଠିକ ବାଟକୁ ଯିବା। ଆଜ୍ଞା। ଏଇଥିରୁ ଅବଶ୍ୟ ବୁଝ। ଶୁଣନ୍ତୁ, ଆପଣ ଯୋଉ ଓମ୍ ନାମ କହୁଛନ୍ତି, ହୁଁ ସେ ଓମ୍ ନାମ ଆମର ପ୍ରଥମେ ନାରାୟଣଙ୍କ ପାଖରୁ ଆସିଲା। ଭାଗବତ ତତ୍ତ୍ୱ, ହଁ କୁହ। ହଁ, ଓମ୍ ନାରାୟଣଙ୍କ ପାଖରୁ ପାଟିରୁ ବାହାରିଲା। ହୁଁ ତେଣୁ ତାକୁ ଶୁଣିଲେ ତାଙ୍କ ଉପରେ ଯୋଉ ସର୍ପ ଅଛନ୍ତି ଅନନ୍ତ ନାଗ। କିଏ ଶୁଣିଲେ? ଯାହା ହଉ ଶୁଣିଛ, ଭଲ ଲାଗିଲା ମତେ। ହଁ ହଁ, ସିଏ ବୁଝେଇଲେ। ବ୍ରହ୍ମାକୁ, ଆଜ୍ଞା, ସେ ବ୍ରହ୍ମା ବ୍ରହ୍ମାଙ୍କୁ। ହଁ, ବୁଝେଇଲେ ବ୍ରହ୍ମା, ବୁଝେଇଲେ ନାରଦଙ୍କୁ। ବ୍ରହ୍ମା ବୁଝେଇଲେ ନାରାୟଣକୁ। ନାରାୟଣଙ୍କୁ। ହୁଁ, ନାରାୟଣ ହଁ ବୁଝେଇଲେ ନାରଦଙ୍କୁ। ହଁ, ହୁଁ ତେଣୁ ସିଏ ସେଇଠୁ ଆସିଛି ନାରାୟଣଙ୍କ ପାଖରୁ। ହଁ। ତେଣୁ ଆମେ ଯୋଉ ନାମ ନେଇଛୁ, ଆମର ଏତିକି ମାନେ କହନ୍ତି କି ଇଏ ନାମ ତ ନାରାୟଣଙ୍କ ପାଖରୁ ଆସିଲା, କିନ୍ତୁ ଇଏ ନାମ ସୃଷ୍ଟି ଯେତେବେଳେ ନଥିଲା ସେ ନାମ ଅଛି। ହୁଁ, ମୁଁ ଶୁଣ ଲୋକମାନଙ୍କୁ ବହୁତ କଥା ବୁଝେଇ ସାରିଲେଣି, ତମର ସେ ସନ୍ଦେହ ଦୂର ହବ ଏଠିକି ଯେତେବେଳେ ଆସିବ ହେଲା। ଆଜ୍ଞା ମୁଁ ତମକୁ ଆଜ୍ଞା ଗୋଟିଏ ଉଦାହରଣ ବର୍ତ୍ତମାନ ଦଉଛି। ଗୋଟିଏ ହୋମିଓପାଥି ଗୋଲି ହେଲା, ଆଜ୍ଞା ଆଜ୍ଞା ପେଟ ରୋଗ ହଉଛି, ଡାକ୍ତର ତମକୁ ସେଇ ଗୋଲି ଦଉଛି ନା ନାଇଁ, କିନ୍ତୁ ଆଜ୍ଞା ମେଡିସିନ ଦଉଛି ଅଲଗା। ଆଜ୍ଞା ଆଜ୍ଞା। ଦେଖିବାକୁ ସବୁ ଧୋବଲା, କିନ୍ତୁ ମେଡିସିନ ଦେଖିଲା ବେଳକୁ ଅଲଗା। ହଁ ହଁ। ବାସ୍, ଆଉ ତମେ ଯାହା କହୁଛ ସେଇ ନାମ ନାରାୟଣଙ୍କ ଠାରୁ ଆସିଛି ହେଲା କି। ଆଜ୍ଞା ଆଜ୍ଞା ଗୁରୁ ଦେଇଛନ୍ତି ମେଡିସିନ, ଯୋଉ ଗୁରୁ ଆଜ୍ଞା ଯୋଉ ମେଡିସିନ ସେ ମେଡିସିନ ଦେଇ ସେ କାମ କରିବ। ଆଜ୍ଞା। କଣ ବୁଝିପାରିଲେ ନା? ହଁ ହଁ ଏବେ ହଁ ମୋ କଥାଟା ବୁଝିପାରିଲେ ନା? ହଁ ହଁ। ମୁଁ ତମକୁ ଗୋଟେ ଛୋଟ ଗପ କହୁଛି ଶୁଣ। ମତେ ଯଦି ଆଜ୍ଞା ଟାଇମ ଅଛି ଯଦି କୁହ, କହିମି। ହଁ, ଟାଇମ ଅଛି। ଶୁଣ, ଜଣେ ସନ୍ନ୍ୟାସୀ ଥିଲେ। ଆଜ୍ଞା ସେ ସନ୍ନ୍ୟାସୀ ଯଦି ଥିଲେ, ସେ ନୂଆ ନୂଆ ସବୁ ସାଧନା କରୁଥିଲେ। ଯଦି ଆଜ୍ଞା ନୂଆ ନୂଆ ସାଧନା କରିଥିଲେ, ତାର ଭିତରେ ସେ ଗୁଡାଏ ଶିଷ୍ୟ ବି କରି ପକେଇଛନ୍ତି। ଆଜ୍ଞା। ଶିଷ୍ୟ କରି ପକେଇଛନ୍ତି। ଦିନକର ଘଟଣା, ସେ ବାବା କଣ କଲେ ନା ଶିଷ୍ୟଙ୍କ ଘରକୁ ଯାଇକି ପହଞ୍ଚିଲେ। ସେ ସ୍ୱାମୀ ଆଜ୍ଞା ସ୍ତ୍ରୀ 2 ଜଣ, ଗୋଟେ ଦିଟା ଛୋଟ ଛୋଟ ଛୁଆ, ସ୍ୱାମୀ ସ୍ତ୍ରୀ 2 ଜଣ, ଆଉ କେହି ନାହାନ୍ତି ତାଙ୍କ ପରିବାରରେ। ବାବା ଯେମିତି ପହଞ୍ଚିଲେ, ସେଇଦିନ ଆଜ୍ଞା ତାଙ୍କ ସ୍ତ୍ରୀର ଋତୁ ଧର୍ମୀ ସିଏ ହେଇଛି। ଆଜ୍ଞା। ଯଦି ହେଇଛି, ସେଇ ସ୍ତ୍ରୀ ତ ଅଛୁଆଁସ୍ତା ନା, ସିଏ ଆଜ୍ଞା କଣ ବାବାଙ୍କୁ ରୋଷେଇ କରି ଦେଇପାରିବ? ଦେଇପାରିବନି। ଯାହା ନା ସେ ତାକୁ ଅନ୍ୟ ଜଣେ ଡାକିକି ଆଣିକି ସେ ତାକୁ ଖାଇବା ପିଇବାକୁ ଦେଇକି ବାବାଙ୍କୁ ଖାଇବା ପିଇବାକୁ ଦେଲେ। ବାବା ଖାଇ ପିଇକି ରାତିରେ ରହିଲେ। ରହି ସାରିଲା ପରେ ଗୋଟେ ଭଲ ସୁନ୍ଦରିଆ ଢାଳରେ ତାକୁ ଢାଳେ ପାଣି ଦେଲେ ପିଇବା ପାଇଁ। କାହାକୁ? ଆଜ୍ଞା ବାବାକୁ। ବାବା ଆଜ୍ଞା କଣ ହଁ କଲେ ନା ଭୋରୁ ଭୋରୁ ଉଠିକି ଝାଡ଼ା ଗଲେ, ସେ ଢାଳଟାକୁ ନେଇକି ଝାଡ଼ା ଚାଲିଗଲେ। ଆଜ୍ଞା ଗଲା ପରେ ଝାଡ଼ା ଫେରିଲେ ପଦାରେ। ହଁ ଝାଡ଼ା ଫେରି ସାରି ହଁ ଦେଖିଲେ ଯେ ଢାଳଟା ବହୁତ ବଢ଼ିଆ ହେଇଛି। ତେଣୁ ସିଏ ଆଜ୍ଞା କଣ କଲେ ନା ସେଇ ଝୁଲାରେ ପକେଇକି ତାଙ୍କ ଆଶ୍ରମକୁ ଚାଲିଲେ। ଅଳ୍ପ ବାଟରେ ତାଙ୍କ ଆଶ୍ରମକୁ ଚାଲିଗଲେ। ଆଜ୍ଞା ଗଲା ପରେ ସେଠୁ 10-15 ଦିନ ପରେ ସେଇଠୁ ସିଏ କଣ କଲେ ନା ତାଙ୍କର ମନେ ଚେତନା ଫେରିଲା ସାଧନ ଭଜନ କଲେ। ଆରେ ମୋ ଶିଷ୍ୟର ଢାଳଟାକୁ କଣ ନେଇ ପଳେଇ ଆସିଛି। ସେଇଠୁ କଣ କଲେ ନା ଆଜ୍ଞା ଢାଳଟାକୁ ଧରିକି ଆସିଲେ। ଆସିକି ତାଙ୍କ ଆଜ୍ଞା ଘରେ ପହଞ୍ଚିଲେ। ପହଞ୍ଚି ସାରିଲା ପରେ ସେଠୁ ସିଏ ପଚାରିଲେ, ଆରେ ସେଦିନ ଯୋଉ ଖାଦ୍ୟ ତୁ ଖାଇବାକୁ ଦେଇଥିଲୁ, ସେଦିନ କିଏ ରାନ୍ଧିଥିଲା? ତୋ ସ୍ତ୍ରୀ ରାନ୍ଧିଥିଲା ନା? କହିଲା ନାଇଁ ଆଜ୍ଞା, ମୋ ସ୍ତ୍ରୀର ତ ଅସୁବିଧା ଥିଲା, ଆଉ ମୁଁ ଗାଁରୁ ଗୋଟେ ସ୍ତ୍ରୀ ଲୋକ ଡାକିଥିଲି, ସିଏ ଆସିକି ରୋଷେଇ କରିଥିଲା। କହିଲା ସେ ସ୍ତ୍ରୀ ଆଜ୍ଞା ଲୋକର ପ୍ରକୃତି କେମିତିକା? କହିଲା ଆଜ୍ଞା ତାର ପ୍ରକୃତି କଣ ଟିକେ ଚୋରଣୀ ଦୋଷ ଅଛି ଆଉ। କହିଲା ହଁ ସେଇଆ ଆଉ। ତାର ହଁ ହଁ ଯେତେବେଳେ ଚୋରଣୀ ଦୋଷ ଅଛି, ସିଏ ଯେତେବେଳେ ଅନ୍ନ ରୋଷେଇ କରି ଖାଇଦେଲା, ଖାଇବାକୁ ଦେଲା, ହଁ ମୋର ହଁ ସେଇ ପ୍ରବୃତ୍ତି ଜାଗ୍ରତ ହେଲା। କାହିଁକିନା ମୁଁ ସିଦ୍ଧି ଲାଭ କରିନାହିଁ ନା, ନୂଆ ନୂଆ ହଁ ସାଧନା କରୁଛି। ତେଣୁ ହଁ ମୋ ଚିତ୍ତ ଯେତେବେଳେ ଶୋଧନ ହବା, ଚିତ୍ତ ଯେତେବେଳେ ଶୁଦ୍ଧ ହେଲା, ତା ପ୍ରକୃତି ହଁ ମୋଠି ଜାଗ୍ରତ ହେଲା। ହେଲା ଯେମିତି ହଁ ଜାଗ୍ରତ ହେଲା, ମୁଁ ଢାଳଟାକୁ ନେଇଯାଇଥିଲି, ତୁ ଢାଳଟାକୁ ତୁ ନେ। ୟାର ହଁ ଅର୍ଥ କହିବା ପାଇଁ ହେଉଛି, ଯେତେବେଳେ ସାଧନାରେ ଯେତେବେଳେ ଆମେ ନୂଆ ନୂଆ ଚିତ୍ତ ଶୋଧନ କରନ୍ତି, ଚିତ୍ତରୁ ହଁ ଯେତେବେଳେ ଅଳିଆ ଗୁଡ଼ାକ ସବୁ ସଫା କରନ୍ତି, ସେତେବେଳେ ହଁ ତମେ କାହା ସଂସ୍ପର୍ଶରେ ଆସିବନି। ଯାହା ସଂସ୍ପର୍ଶରେ ଆସିବ ତାଙ୍କ ପ୍ରକୃତି ତମଠି ପ୍ରତିଫଳନ ହବ। ହଁ ହଁ କଣ ବୁଝିପାରିଲେ ନା? ତେଣୁ ହଁ ସେଇଭଳି ପ୍ରକାର କଥା ଯେ ଆମେ ଯାହାକୁ ଗୁରୁ କରିବା,
ହେଲା ହଁ ଯେତେବେଳେ ଆମର ହଁ ଚିତ୍ତ ଶୋଧନ ହେଇ ହେଇକା ଆସିବ ତାଙ୍କ ହଁ ପ୍ରକୃତି ଆମଠି ପ୍ରତିଫଳନ ହବ। ହବ ତେଣୁ ହଁ ସିଏ ଯଦି ବ୍ରହ୍ମର୍ଷି ହେଇଥିବେ ଆମକୁ ବ୍ରହ୍ମ ମାର୍ଗକୁ ନେବେ, ସିଏ ନେବେ ଯଦି ହଁ ସଦ୍ଗୁରୁ ହେଇଥିବେ ଆମେ ଠିକ ମାର୍ଗକୁ ନେବେ, ସିଏ ହଁ ଯଦି କାମନା ମାର୍ଗୀ ହେଇଥିବେ ଆମେ କାମନା ମାର୍ଗକୁ ହିଁ ଆସିବା, ସିଏ ହଁ ଯଦି ଚୋର ହେଇଥିବେ ଆମର ଚୋରି କରିବାକୁ ମନ ହବ। ହଁ ଦଳେ ମୁଁ ନାଁ କହୁନି ଗୋଟେ ଦୀକ୍ଷା ଅଛି, ସେ ଦୀକ୍ଷାରେ ନାମଟାକୁ ତମେ ଯୋଉଦିନ ଗ୍ରହଣ କରିବ ପଣି ସାରିଲା ହଁ ପରେ ତମର ଜ୍ଞାନ କଥା ଉଦୟ ହବନି, ତମର ଉଦୟ ହବ ଖାଲି ମୁଁ ଶିଷ୍ୟମାନେ ମେଞ୍ଚେ ଉଣ୍ଡେଇମି ଆଉ ଅନୁଷ୍ଠାନ କରିବି ଖାଇବା ହଁ ପିଇବା। ହଁ ଏଇଟା କଣ, ଏଇଟା ହଉଛି ପ୍ରବୃତ୍ତି ମାର୍ଗ ମନ୍ତ୍ର ବୁଝିଲେ କି? ହଁ ଗୋଟେ ହଁ ମନ୍ତ୍ର ଅଛି, ତମେ ନାମ ଜପ କରି ଚାଲିଲେ ତମର ଜ୍ଞାନ ଉଦୟ ହବନି, ତମର ଉଦୟ ହବ ମୁଁ ଯାଇ ଅମୁକ ଭାଇମାନଙ୍କୁ ସବୁ ଡାକିକି ଲୋକମାନଙ୍କୁ ବୁଝିକି ମେଞ୍ଚେ ଖଣ୍ଡେ ଶିଷ୍ୟ କରିକି ଆମ ଦଳରେ ମିଶିବି। ହଁ ହଁ ଏଇଟା ହଉଛି ହଁ କାମନା ମନ୍ତ୍ର, ହଁ ବୁଝିପାରିଲ ନା? ଆଜ୍ଞା ନିଶା ହଉଛି ଦି ପ୍ରକାରର, କଣ? ହଁ ଗୋଟେ ହଉଛି ଗଞ୍ଜେଇ ନିଶା, ଗୋଟେ ହଉଛି ମଦ ନିଶା। ହଁ ମଦ ନିଶାଟା ବସିଥିଲା ଲୋକକୁ ଉଠେଇଦବ, ହେ ଗାଳି ହଁ ମାରିବି ଧାର୍ମି ଶାଳା ଏମିତି କରିବି ସେମିତି କରିବି, କିଏ ସେ ମଦ ହଁ ନିଶା। କିନ୍ତୁ ହଁ ଗଞ୍ଜେଇ ନିଶାଟା କରିବ କଣ, ହେ ସେ ମରିଯାଆନ୍ତୁ ସବୁ ମୋର ବସିକି ହଁ ଢୋଳଉଥିବ। ହଁ ତେଣୁ ହଁ ହଁ ତେଣୁ ଗଞ୍ଜେଇ ନିଶାଟା ହଉଛି ନିବୃତ୍ତି ମାର୍ଗ ମନ୍ତ୍ର, ହଁ ଆଉ ମଦ ନିଶାଟା ହେଲା ପ୍ରବୃତ୍ତି ମନ୍ତ୍ର। ହଁ ତେଣୁ ପ୍ରବୃତ୍ତି ମାର୍ଗରେ ଯୋଉମାନେ ଯିବେ ସିଏ ତମକୁ ମନଟାକୁ ଚଞ୍ଚଳ କରିକି ଚାରିଆଡକୁ ଖେଳେଇବ ମନଟା, ହଁ କିନ୍ତୁ ହଁ ନିବୃତ୍ତି ମାର୍ଗରେ ତା ନୁହେଁ, ସବୁଆଡୁ ପଳେଇ ଆସିକି ଗୋଟେ ଜାଗାରେ ମନ ଠୁଳ ହେଇଯିବ। ଆଜ୍ଞା ବୁଝିପାରିଲ? ଶୁଣିଲ ଆଜ୍ଞା ବହୁତ ଭଲ ଲାଗିଲା। ହଉ ଆଜ୍ଞା କେତେବେଳେ ଆସ ହଁ ବସିଲେ ହବ ହବ ହଁ ପ୍ରଣାମ। ହଁ।